ବନ୍ଦିଶାଳା ବସି ବସି ଏ ରାତ୍ରିରେ କିଏ ସେ ଆସୁଛି ଭାଙ୍ଗି ଦେଇ ଆତଙ୍କର ତାର ବାଡ଼ ସବୁ ଅତ୍ୟାଚାର ଅନ୍ୟାୟର ଧ୍ୱଂସ କରି ଶାନ୍ତି ଆଣି ଏ ଧରା ପୃଷ୍ଠକୁ। ଭାଦ୍ରବର ଏ ରଜନୀ ଅଷ୍ଟମୀ ତିଥିରେ କିଏ ସେ ଆସୁଛି ପାନ୍ଥ ଏଇ ଅବେଳରେ। ଘନଘୋଟ ବର୍ଷା ରାତ୍ରି ଚାରି ମେଘ ଏକତ୍ର ବର୍ଷୁଛି ଅସହାୟା ବନ୍ଦିନୀ ଜନନୀର ଅଷ୍ଟମ ଗର୍ଭରେ। କିଏ ସେ ଆସୁଛି ଆଜି ତ୍ରାଣକର୍ତ୍ତା ବଞ୍ଚିବାର ସଞ୍ଜୀବନୀ ମନ୍ତ୍ର ନେଇ ଏ ଧରା ପୃଷ୍ଠକୁ। ବନ୍ଦିଶାଳା ଗାଉଅଛି ଅବଧ କବିତା ପିତା ବସୁଦେବ ଅସହାୟତାର ଯନ୍ତାରେ ବନ୍ଦୀ ମାତା ଦେବକୀ ଅବସନ୍ନ ତନୁଲତା ନେଇ ବେଦନାରେ ମ୍ରିୟମ୍ରାଣ। ଏବେଳରେ ତମେ ଆସ ମୁରଲୀଧାରୀ ବଂଶୀ ବାଦକ ମନମୋହନ ଭଙ୍ଗୀରେ ସ୍ମିତ ଅଛି ଜନନୀ ଜଠରୁ ମୟୂର ଚନ୍ଦ୍ରିକା ଖୁସି ମଥାରେ। କାରାକକ୍ଷ ଭରିଯାଏ ଅପୂର୍ବ ସୁଗନ୍ଧେ ଉଦ୍ବେଳିତ ବସୁଦେବ ଓ ମାତା ଦେବକୀ। ଯମୁନା ନୀଳ ଢେଉ ଭାରି ଉଦ୍ବେଳିତ ମଥୁରା ନଗର ଏବେ ଅତିକ୍ରାନ୍ତ ରାତ୍ରି। ଗଭୀର ନିଦ୍ରାରେ ରାଜପୁରାଚ୍ଛନ୍ନ କଂସ ରାଜା ଶୋଇ ପଡ଼ିଛନ୍ତି। ସାତ ସାତ ଗର୍ଭବଚନର କଷ୍ଟ ସହି ଜନନୀ ଦେବକୀ ଅବସନ୍ନ। ତଥାପି ତ ଆଜି ଅବେଳରେ ଏ ଅଷ୍ଟମ ସନ୍ତାନକୁ ପାଛୋଟି ନିଅନ୍ତି। ପୃଥିବୀ ଯେତେବେଳେ ପାପପୂର୍ଣ୍ଣ କଂସ ଭୟରେ ବିପଦ ଆଚ୍ଛନ୍ନ। ଧରିତ୍ରୀ ମାତାର ବିକଳ ସହି ନ ପାରି ଆସିଛନ୍ତି ଶ୍ରୀକୃଷ୍ଣ ଏ ଗଭୀର ରଜନୀରେ ମଥୁରାକୁ ରକ୍ଷା କରିବାକୁ କଂସର ବିନାଶ କରି ପାପ ହରିବାକୁ। ବସୁଦେବ ଆତଙ୍କିତ କଂସର ଡରରେ କିନ୍ତୁ ଦୃଷ୍ଟି ତୋଳି ଚାହିଁଛନ୍ତି ବାଳକ କୃଷ୍ଣଙ୍କୁ। ମୃଦୁ ହସି କୃଷ୍ଣଚନ୍ଦ୍ର କହୁଛନ୍ତି ପିତାଙ୍କୁ ମୋତେ ନେଇ ଛାଡ଼ି ଆସ ନନ୍ଦ କୁଟୀରରେ ଗୋପନଗରୀରେ। କଂସ ଭୟରେ ବସୁଦେବ ବାଳକଙ୍କୁ ନେଇ ଗୋପରେ ଛାଡ଼ନ୍ତି। ସେମିତି ଆସୁଥାନ୍ତି ଯୁଗେ ଯୁଗେ ଅଧର୍ମର ଲୋପ କରି ନବଜନ୍ମ ନେଇ ପୃଥିବୀକୁ ରକ୍ଷା କରି ସବୁ ଦର୍ପ ଅହଙ୍କାର ଚୁରି। ଆଜିର ଏ ଗଭୀର ନିଶି ଉଦ୍ବେଳିତ ଯମୁନାର ଗର୍ଭ ଶୁଖିଯାଏ ହଠାତ୍ ବସୁଦେବ ନଈ ପାର ହୋଇ। ଗୋପରେ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଛାଡ଼ନ୍ତି। ଏ ସେଇ ରାତ୍ରିର ମାହେନ୍ଦ୍ର ମୁହୂର୍ତ୍ତ ଶ୍ରୀକୃଷ୍ଣ ଆସୁଛନ୍ତି ପୃଥିବୀକୁ ସବୁ ପାପ ଅନାଚାର ଧ୍ୱଂସ କରି ନୂତନ ସୃଷ୍ଟି ପାଇଁ ଏଇ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।